କେତେ ପ୍ରଭାବ ପଡିବ କଂଗ୍ରେସ? ସେଗୁଡ଼ା ପିମ୍ପୁଡ଼ି ଜନ୍ଦା ଏଗୁଡ଼ାକ ବିଷୟରେ ମୁଁ ଟିପ୍ପଣୀ ଦେଇପାରିବିନି। ବିରାଟ ହିମାଳୟ କଂଗ୍ରେସ ଯାହାର ନେତୃତ୍ୱ ହୁଅନ୍ତି ରାହୁଲ ଗାନ୍ଧୀ ଖଗଡେ, ଅଜୟ କୁମାର, ଭକ୍ତ ଦାସ, ରାଜ୍ୟର ଚାରିଆଡେ ଆମର ଏ ପଞ୍ଚାୟତ ଇଲେକ୍ସନକୁ ଆଖି ଆଗେ ରଖି, ମ୍ୟୁନିସିପାଲିଟି ଇଲେକ୍ସନକୁ ଆଖି ଆଗେ ରଖି ଗଳି ଗଳି, କନ୍ଦି କନ୍ଦି, ୱାର୍ଡ, ପଞ୍ଚାୟତ ଚାରିଆଡେ କର୍ମୀ ମାନେ ଲୋକ ସମ୍ପର୍କ ରଖୁଛନ୍ତି। ଏଇନା ମୋ ଦେହଟା ଖରାପ, ତା ସତ୍ତ୍ୱେ ମଧ୍ୟ ମୋ ହଳଦିଆ ପଞ୍ଚାୟତ ଯାଉଛି, ସେଠି ଗୋଟେ କର୍ମୀ ସମ୍ମିଳନୀ ଅଛି। ତେଣୁ କଂଗ୍ରେସ କାହାକୁ ଅପେକ୍ଷା ନ କରି କିଏ କୁଆଡେ ଯାଉ ନ ଯାଉ ଖାତିର ନାହିଁ। ଆମ କଂଗ୍ରେସ, ଯୁବ କଂଗ୍ରେସ, ଆମ ଛାତ୍ର କଂଗ୍ରେସ, ଆମ ମହିଳା କଂଗ୍ରେସ, ଆଦିବାସୀ ସେଲ୍, ହରିଜନ ସେଲ୍, ମାଇନର କମ୍ୟୁନିଟି ସେଲ୍, ସେବା ଦଳ, ଆମେ ସମସ୍ତେ ଭକ୍ତ ଦାସଙ୍କ ନେତୃତ୍ୱରେ, ରାହୁଲ ଗାନ୍ଧୀଙ୍କ ନେତୃତ୍ୱରେ ସଂଗଠନକୁ ସୁଦୃଢ଼ କରି ଚାଲିଛୁ। କମିଂ ଯୋଉ ଇଲେକ୍ସନ ଆସିବ, ପଞ୍ଚାୟତ ଆସିଲେ ରେଡି, ମ୍ୟୁନିସିପାଲିଟି ଆସିଲେ ରେଡି, ଏମଏଲଏ ଆସିଲେ ରେଡି, ଜିଲ୍ଲା ପରିଷଦ ଆସିଲେ ରେଡି, ଏମପି ଆସିଲେ ରେଡି। ଆପଣ ତ କହୁଥିଲେ 2024 କଂଗ୍ରେସ ଆସିବ ବୋଲି, ତ କାହିଁ ଆସିଲା? ଆସିବ 29ରେ ଆସିବ, ଖୁସିରେ ଆସିବ। ଏ ଅପାରଗ ପାଇଁ, ନରେନ୍ଦ୍ର ମୋଦି ପାଇଁ ଆମେ ଜିତିବୁ। ଗୋଟେ ଅପାରଗ ସରକାର ଟ୍ରମ୍ପ ସାଥିରେ ହାତ ମିଳେଇ ପାକିସ୍ତାନ ଇଣ୍ଡିଆ ଯୁଦ୍ଧଟାକୁ ସିଜ୍ ଫାୟାର କରି ଭାରତକୁ ଯୋଉ ଅପମାନିତ କରିଛି, ତାହାରି ଜବାବ ଭାରତର ଜନସାଧାରଣ ଦେବେ। ସମୟକୁ ଅପେକ୍ଷା କର।